ମୟୂରଭଞ୍ଜ, ଯାହା ଓଡ଼ିଶା ରାଜ୍ୟର ଉତ୍ତର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ସବୁଠାରୁ ବଡ଼ ଜିଲ୍ଲା ଏବଂ ବାରିପଦା ହେଉଛି ଏହାର ମେନ୍ ସିଟି। ସବୁ ଜିଲ୍ଲାମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ପରିଚୟ ଟିକେ ଅଲଗା ଅଟେ, କାରଣ ଏହି ଜିଲ୍ଲାର ଅଧିକାଂଶ ଜାଗା ବଣ, ଜଙ୍ଗଲ, ପାହାଡ଼, ଝରଣା ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଖଣିଜ ପଦାର୍ଥ ଆଦିରେ ପୂର୍ଣ୍ଣ ଅଟେ। ତା ବ୍ୟତୀତ ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଐତିହାସିକ ସ୍ଥାନ ଆଉ ଏଠାରେ ବାସ କରୁଥିବା ବିଭିନ୍ନ ଆଦିବାସୀମାନଙ୍କର କଳା, ସଂସ୍କୃତି, ସେମାନଙ୍କର ଖାଦ୍ୟପାନ ଆଉ ଅନେକ ଧାର୍ମିକ ସ୍ଥାନ ସବୁ ରହିଛି। ତ ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ମୟୂରଭଞ୍ଜ ଜିଲ୍ଲାରେ ଥିବା ଟପ୍ 10 ଟୁରିଷ୍ଟ ପ୍ଲେସେସ୍ ବିଷୟରେ ଡିଟେଲ୍ସରେ ଜଣାଇବି, ଯାହା ଆପଣଙ୍କୁ ନେକ୍ସଟ ଟାଇମ୍ ମୟୂରଭଞ୍ଜ ଭିଜିଟ୍ କରିବାରେ ଆଉ ଆପଣଙ୍କ ଡେଷ୍ଟିନେସନ୍ ବାଛିବାରେ ହେଲ୍ପଫୁଲ୍ ହେବ। ସୋ ହାଇ ଫ୍ରେଣ୍ଡସ୍, ଦିସ୍ ଇଜ୍ ଜିତେନ ବେହେରା, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ନମ୍ବର 1, ଶିମିଳିପାଳ ନ୍ୟାସନାଲ୍ ପାର୍କ ଆଣ୍ଡ ଟାଇଗର ରିଜର୍ଭ। ଶିମିଳିପାଳ ଏକ ନ୍ୟାସନାଲ୍ ପାର୍କ ଏବଂ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉତ୍ତର ଭାଗରେ ଅବସ୍ଥିତ ଏକ ଟାଇଗର ରିଜର୍ଭ ଅଟେ। ମୋଟା ସବୁଜ ଜଙ୍ଗଲ, ବିସ୍ତୃତ ମାଳଭୂମି, ଉଚ୍ଚ ଜଳପ୍ରପାତ, ବିସ୍ତୃତ ନଦୀ, ଉଚ୍ଚ ଶିଖର, ପ୍ରକୃତିର ସମ୍ପୂର୍ଣ୍ଣ ବିବିଧତା ଗୋଟିଏ ସ୍ଥାନରେ ରହିଛି। ଏହା 2750 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହାରି ଭିତରେ ବରେଇପାଣି ଆଉ ଜୋରନ୍ଦା ନାମକ ଓଡ଼ିଶାର ସବୁଠାରୁ ବଡ଼ ଏବଂ ବ୍ୟୁଟିଫୁଲ୍ ୱାଟରଫଲ୍ ଦୁଇଟି ରହିଛି। ଆଉ ଏହି ୱାଟରଫଲ୍ ଦୁଇଟିକୁ ଦେଖିବା ପାଇଁ ବହୁ ଟୁରିଷ୍ଟମାନେ ଏଠାକୁ ଆସନ୍ତି। ଖଇରୀ, ପାଳପଳା ଏବଂ ବୁଢ଼ାବଳଙ୍ଗ ନଦୀ, ତା ସହ ଅନେକ ଛୋଟ ବଡ଼ ୱାଟରଫଲ୍ସ ଏଠାରେ ହିଁ ଉତ୍ପନ୍ନ ହୋଇଛି। ଶିମିଳିପାଳର ବ୍ୟୁଟିଫୁଲ୍ ନେଚର୍ସ ଟୁରିଷ୍ଟମାନଙ୍କୁ ବହୁତ ଆଟ୍ରାକ୍ଟ କରିଥାଏ। ଏହା ନଭେମ୍ବରରୁ ଜୁନ୍ ପର୍ଯ୍ୟନ୍ତ ଟୁରିଷ୍ଟମାନଙ୍କ ପାଇଁ ଖୋଲା ରହିଥାଏ। ବାରିପଦା ଟାଉନ୍ ନିକଟରେ ଦେଖିବା ପାଇଁ ଶିମିଳିପାଳ ଟାଇଗର ରିଜର୍ଭ ନ୍ୟାସନାଲ୍ ପାର୍କ ବେଷ୍ଟ ପ୍ଲେସ୍ ଅଟେ। ଶିମିଳିପାଳ ଭିତରକୁ ଆପଣ ଦୁଇଟି ଏଣ୍ଟ୍ରି ପଏଣ୍ଟ ଦେଇ ଯାଇପାରିବେ। ଫାର୍ଷ୍ଟ ଏଣ୍ଟ୍ରି ପଏଣ୍ଟ ହେଉଛି ପିଠାବଟା, ଯାହା ବାରିପଦା ଠାରୁ ରହିଛି ମାତ୍ର 22 କିଲୋମିଟର, ଏବଂ ସେକେଣ୍ଡ ହେଉଛି ଯଶୀପୁର ଏଣ୍ଟ୍ରି ପଏଣ୍ଟ, ଯାହା ବାରିପଦା ଠାରୁ 95 କିଲୋମିଟର ଦୂରରେ ରହିଛି। ଏଠାରେ ଏଣ୍ଟ୍ରି ଫି ରହିଛି ପାର ପର୍ସନ 100 ଟଙ୍କା ଏବଂ ଏଣ୍ଟ୍ରି ଟାଇମ୍ ରହିଛି ସକାଳ 6ରୁ ଦିନ 2ଟା ପର୍ଯ୍ୟନ୍ତ। ଜଙ୍ଗଲ ଭିତରକୁ ଯିବା ପାଇଁ ଜିପ୍ ମଧ୍ୟ ରହିଛି, ଯାହା ଆପଣ ଜଙ୍ଗଲ ସଫାରିର ମଜା ନେଇପାରିବେ। ଶିମିଳିପାଳ ନ୍ୟାସନାଲ୍ ପାର୍କ ଭେରି ପିସଫୁଲ୍ ଏବଂ ପିକନିକ୍ ପାଇଁ ବେଷ୍ଟ ପ୍ଲେସ୍। ତା ସହ ଶିମିଳିପାଳରେ ରାତି ବିତାଇବା ପାଇଁ ଅନେକ ନେଚର କ୍ୟାମ୍ପ, ରିସୋର୍ଟ ଆଉ ଗେଷ୍ଟ ହାଉସ୍ ମଧ୍ୟ ରହିଛି, ଯେଉଁଥିରେ ଆପଣ ସଫାରି, ଜଙ୍ଗଲ ଟ୍ରେକିଂ, ସ୍ପୋର୍ଟସ ଆଉ ଅନେକ ଆଡଭେଞ୍ଚରସ୍ ଆକ୍ଟିଭିଟି ସବୁ କରିପାରିବେ। ବାରିପଦା ସହରଠାରୁ ପ୍ରାୟ 60 କିଲୋମିଟର ଦୂରରେ ଅବସ୍ଥିତ ଏବଂ ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଶିମିଳିପାଳ ନ୍ୟାସନାଲ୍ ପାର୍କ ବନ୍ୟପ୍ରାଣୀମାନଙ୍କ ପାଇଁ ଏକ ସ୍ୱର୍ଗ ଅଟେ। ଏଠାରେ ଆପଣ 55 ପ୍ରଜାତିର ପ୍ରାଣୀ, 304 ପ୍ରଜାତିର ପକ୍ଷୀ, 60 ପ୍ରଜାତିର ସରୀସୃପ, 21 ପ୍ରଜାତିର ବେଙ୍ଗ, 38 ପ୍ରଜାତିର ମାଛ, 164 ପ୍ରଜାତିର ପ୍ରଜାପତି ଏବଂ 94ଟି ପ୍ରଜାତିର ଅର୍କିଡ୍ ସହିତ 1078 ପ୍ରଜାତିର ଗଛ ପାର୍କ ଭିତରେ ଦେଖିବାକୁ ପାଇବେ। ଶିମିଳିପାଳ ନ୍ୟାସନାଲ୍ ପାର୍କ ଏକ ଟାଇଗର ରିଜର୍ଭ ଅଟେ, ଆଉ ବାଘ ହେଉଛି ଏଠିକାର ମୁଖ୍ୟ ଆକର୍ଷଣ। ତା ସହ ଅନ୍ୟାନ୍ୟ ପ୍ରାଣୀ ଯେପରିକି ଆଣ୍ଟିଲୋପ୍, ହରିଣ, ନୀଲଗାଈ, ଚିତାବାଘ, ଭାଲୁ, କୁମ୍ଭୀର ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁ ଦେଖିବାକୁ ମିଳେ। ଶିମିଳିପାଳକୁ 1980 ମସିହାରେ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଥିଲା। 1994 ମସିହାରେ ଭାରତ ସରକାର ଏହାକୁ ବାୟୋସ୍ଫିୟର ରିଜର୍ଭ ଭାବରେ ଘୋଷଣା କରିଥିଲେ ଏବଂ ୟୁନେସ୍କୋ ଏହି ଜାତୀୟ ଉଦ୍ୟାନକୁ ବାୟୋସ୍ଫିୟର ରିଜର୍ଭ ତାଲିକାରେ 2009 ମସିହା ମେ ମାସରେ ଯୋଡ଼ିଥିଲେ। ପିକନିକ୍ କରିବା ପାଇଁ ୱିଣ୍ଟର ସିଜନ୍ ଏକ ଭଲ ସମୟ। ଏହି ସମୟରେ ବହୁ ପର୍ଯ୍ୟଟକମାନେ ଏଠାକୁ ଆସନ୍ତି। ଶିମିଳିପାଳ ନ୍ୟାସନାଲ୍ ପାର୍କ ଆଣ୍ଡ ନେଚର କ୍ୟାମ୍ପ ହେଉଛି ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଟୁରିଷ୍ଟ ପ୍ଲେସ୍। ନମ୍ବର 2, ଜଗନ୍ନାଥ ମନ୍ଦିର। ଜଗନ୍ନାଥ ମନ୍ଦିର ବାରିପଦା ସହରଠାରୁ ପ୍ରାୟ 24 କିଲୋମିଟର ଦୂରରେ ଅବସ୍ଥିତ।
ବାରିପଦାର ଜଗନ୍ନାଥ ମନ୍ଦିର ହେଉଛି ସର୍ବଭାରତୀୟ ଭାବେ ପରିବଲ୍ଲ ଦେବ ମନ୍ଦିର ଭାବରେ ଜଣାଶୁଣା। ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏହି ମନ୍ଦିରର ମୁଖ୍ୟ ଦେବତା ଅଟନ୍ତି। ଏହି ମନ୍ଦିରଟି ଶ୍ରୀ ବୈଦ୍ୟନାଥ ଭଞ୍ଜଦେଓଙ୍କ ଦ୍ୱାରା 1575 ADରେ ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିରର ସମାନ ସ୍ଥାପତ୍ୟ ନୀତି ଉପରେ ନିର୍ମିତ ହୋଇଥିଲା। ମୟୂରଭଞ୍ଜର ଭଞ୍ଜ ଶାସକଙ୍କ ଧାର୍ମିକ ଅନୁଗ୍ରହର ପ୍ରତୀକ ଭାବରେ ଏହି ମନ୍ଦିର ଛିଡ଼ା ହୋଇଛି ଏବଂ ଏହା ବିଲୟ ହେବା ପୂର୍ବରୁ ସେ ବେଳର ରାଜକୁମାର ତାଙ୍କୁ ରାଜ୍ୟମାନଙ୍କ ମଧ୍ୟରେ ରାଣୀ ମୋନାଡ ଭାବରେ ବିବେଚନା କରାଯାଉଥିଲା। ଏହି ମନ୍ଦିରଟି ଲେଟରାଇଟ୍ ପଥରରେ ନିର୍ମିତ ହୋଇଛି ଏବଂ ଏହାର ଉଚ୍ଚତା 84 ଫୁଟ 6 ଇଞ୍ଚ ଅଟେ। ପୁରୀରେ ଥିବା ପ୍ରଭୁ ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀ ପରି ଏକ ବଡ଼ ପାଚେରୀ ଏହି ମନ୍ଦିରକୁ ଘେରି ରହିଛି। କୁହାଯାଏ କି ଥରେ ମହାରାଜା ବୈଦ୍ୟନାଥ ଭଞ୍ଜ ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ। ସେଠାରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦାବି କରାଯାଇଥିବା ସୁନା ମୁଦ୍ରା ଦେବାରେ ବିଫଳ ହେବାରୁ ରାଜାଙ୍କୁ ଦର୍ଶନ ପାଇଁ ମନା କରାଯାଇଥିଲା। ମହାରାଜା ସେଠୁ ବାହାରି ଆସି ପୁରୀର ସୀମାନ୍ତରେ ଥିବା 18 ନଳା ନିକଟରେ ଅନୁତାପ କରୁଥିଲେ। ଥରେ ସ୍ୱପ୍ନରେ ପ୍ରଭୁ ଜଗନ୍ନାଥ ମହାରାଜା ବୈଦ୍ୟନାଥଙ୍କୁ ବାରିପଦାଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ଭଗବାନ ଜଗନ୍ନାଥଙ୍କ ଇଚ୍ଛାକୁ ସମ୍ମାନ କରି ସେ ବାରିପଦାଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କଲେ। ରଥଯାତ୍ରା ହେଉଛି ମନ୍ଦିରର ମୁଖ୍ୟ ପର୍ବ। ସେଥିପାଇଁ ବାରିପଦା ପୁରୀ ପରେ ଓଡ଼ିଶାର ଦ୍ୱିତୀୟ ଲୋକପ୍ରିୟ ରଥଯାତ୍ରା ଆୟୋଜନ କରେ, ତେଣୁ ଏହା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ଜଣାଶୁଣା। ବାରିପଦା ରଥଯାତ୍ରା ଏହାର ଅନନ୍ୟ ସଂସ୍କୃତି ପାଇଁ ଲୋକପ୍ରିୟ, ଯେଉଁଥିରେ ମା ସୁଭଦ୍ରାଙ୍କ ରଥ କେବଳ ମହିଳାମାନଙ୍କ ଦ୍ୱାରା ଟଣାଯାଇଥାଏ। ମହିଳାମାନେ ପୂର୍ଣ୍ଣ ଉତ୍ସାହ ଏବଂ ଉଦ୍ଦୀପନା ସହିତ ରଥ ଟାଣୁଥିବାର ଦେଖାଯାଏ। ପୁରୀ ରଥଯାତ୍ରାର ଗୋଟିଏ ଦିନ ପରେ ଏଠାରେ ରଥଯାତ୍ରା ପାଳନ କରାଯାଏ। 2 ଦିନ ଧରି ଚାଲୁଥିବା ରଥଯାତ୍ରା ମହୋତ୍ସବରେ ରାଧାମୋହନ ମନ୍ଦିର, ଯାହା ମାଉସୀ ମା ମନ୍ଦିର ବୋଲି କୁହାଯାଏ, ଏହି 3 ଦେବତା ଏଠାକୁ ଆସିଥାନ୍ତି। ବାରିପଦା ଜଗନ୍ନାଥ ମନ୍ଦିର ଓଡ଼ିଶାର ମୟୂରଭଞ୍ଜର ଅନ୍ୟତମ ପ୍ରସିଦ୍ଧ ମନ୍ଦିର ଅଟେ। ନମ୍ବର 3 ଦେବକୁଣ୍ଡ ୱାଟରଫଲ୍। ଦେବକୁଣ୍ଡ ଓଡ଼ିଶାର ମୟୂରଭଞ୍ଜରେ ଥିବା ଏକ ସୁନ୍ଦର ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ। ଦେବକୁଣ୍ଡ ୱାଟରଫଲ୍ ଏକ ସୁନ୍ଦର ପିକନିକ୍ ସ୍ପଟ୍ ଏବଂ ମା ଅମ୍ବିକା ମନ୍ଦିର, ଯାହା ଶିମିଳିପାଳ ନ୍ୟାସନାଲ୍ ପାର୍କ ଫରେଷ୍ଟ ରେଞ୍ଜର ଉଦୁଳା ବିଭାଗର ଏକ ଅଂଶ। ଏହା ବାରିପଦା ଠାରୁ 58 କିଲୋମିଟର ଏବଂ ବାଲେଶ୍ୱର ଠାରୁ 87 କିଲୋମିଟର ଦୂରରେ ରହିଛି। ଉଦୁଳା ଠାରୁ 28 କିଲୋମିଟର। ଦେବକୁଣ୍ଡ ଯିବା ପାଇଁ ଆପଣଙ୍କୁ ଜିପ୍ କାର୍ ଏଠୁ ମିଳିଯିବ। ଆଉ ଶେଷ 3-4 କିଲୋମିଟର ପାହାଡ଼ ସହିତ ଘେରି ରହିଥିବା ଘଞ୍ଚ ଜଙ୍ଗଲ ଦେଇ ଚାଲି ଚାଲି ଏବଂ 100ରୁ ଅଧିକ ପାହାଚ ଚଢ଼ି ଯିବାକୁ ପଡ଼ିଥାଏ। ଦେବକୁଣ୍ଡରେ ମା ଅମ୍ବିକା ମନ୍ଦିର 1940 ମସିହାରେ ମୟୂରଭଞ୍ଜର ରାଜାମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଲୋକଙ୍କ କହିବା ଅନୁସାରେ ଦେବୀ ସତୀ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ସମୟରେ ସ୍ୱାମୀଙ୍କ ଅପମାନ ସହ୍ୟ କରିନପାରି ସେ ନିଜକୁ ଆତ୍ମଦାହ କରିଥିଲେ। ଏଥିରେ ରାଗିଯାଇ ମହାଦେବ ସତୀଙ୍କ ଶରୀର ସହିତ ନାଚିବା ଆରମ୍ଭ କଲେ। ଏହା ଦେଖି 3 ପୁର ଭୟଭୀତ ହୋଇ କମ୍ପିବାକୁ ଲାଗିଲା। ତେଣୁ ଭକ୍ତ ବିଷ୍ଣୁ ତ୍ରିଭୁବନକୁ ବଞ୍ଚାଇବା ପାଇଁ ସୁଦର୍ଶନ ଚକ୍ରଙ୍କ ସହ ଦେବୀ ସତୀଙ୍କ ଶରୀରକୁ କାଟି ଦେଇଥିଲେ। ଏହା 52 ଭାଗରେ ବିଭକ୍ତ ହୋଇ ଭାରତର ବିଭିନ୍ନ ସ୍ଥାନରେ ପଡ଼େ ଏବଂ ଦେବୀଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ। ଦେବକୁଣ୍ଡ ଅମ୍ବିକା ମନ୍ଦିର ମୟୂରଭଞ୍ଜର ଏକ ପ୍ରସିଦ୍ଧ ମନ୍ଦିର। ଏହା ଦେବୀଙ୍କର 51ତମ ପୀଠ। ଏହି ସ୍ଥାନରୁ 5ଟି କୁଣ୍ଡ ଉତ୍ପନ୍ନ ହୋଇଛି, ଯେଉଁଥିପାଇଁ ଏହି ସ୍ଥାନକୁ ପୀଠ ପଞ୍ଚସାଗର ବୋଲି ମଧ୍ୟ କୁହାଯାଏ। ଏଠାରେ ଥିବା ବିଶାଳ ୱାଟରଫଲ୍ ଆଉ ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ସମସ୍ତଙ୍କୁ ଆଟ୍ରାକ୍ଟ କରିଥାଏ। ନମ୍ବର 4 ବେଲଗଡ଼ିଆ ପ୍ୟାଲେସ୍। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ନିକଟରେ ବେଲଗଡ଼ିଆ ପ୍ୟାଲେସ୍ ଅବସ୍ଥିତ।
ଏହି ରାଜପ୍ରସାଦ 1800 ଦଶକରେ ଭିକ୍ଟୋରିଆନ୍ ସମୟରେ ନିର୍ମିତ ହୋଇଥିଲା। ଜର୍ଜିଆ ସାଜସଜ୍ଜାର ଉପାଦାନ ସହିତ ସ୍ଥାପତ୍ୟ ଶୈଳୀ ଏହା ବିଦେଶୀ ମାନଗଣ୍ୟ ବ୍ୟକ୍ତି ଏବଂ ମୟୂରଭଞ୍ଜର ରାଜ ପରିବାରର ଅତିଥିମାନଙ୍କ ପରିଦର୍ଶନ ପାଇଁ ଏକ ସମ୍ପତ୍ତି ଭାବରେ କଳ୍ପନା କରାଯାଇଥିଲା। ରାଜକୁମାର ରାଜ୍ୟ ୟୁନିୟନ ଅଫ୍ ଇଣ୍ଡିଆରେ ମିଶ୍ରଣ ସମୟରେ ଏହି ସମ୍ପତ୍ତି ରାଜପରିବାରକୁ ସମ୍ମାନିତ କରିବା ପାଇଁ ରାଜପ୍ରସାଦର ନାମକରଣ କରାଯାଇଥିଲା, ଯାହା ସ୍ୱାଧୀନତା ପରେ ଏହା ସେମାନଙ୍କ ପ୍ରାଥମିକ ବାସସ୍ଥାନ ପାଇଯାଇଥିଲା। 1949 ମସିହାରେ ଭାରତୀୟ ୟୁନିୟନ ସହିତ ମିଶିବା ପର୍ଯ୍ୟନ୍ତ ଭଞ୍ଜମାନେ ରାଜକୀୟ ଉତ୍ତରାଧିକାରୀ ଭାବରେ 1000 ବର୍ଷରୁ ଅଧିକ ସମୟ ଶାସନ କରିଥିଲେ। ଓଡ଼ିଶାର ମୟୂରଭଞ୍ଜରେ ଥିବା ବାରିପଦା ସହର ଏକ ଐତିହାସିକ ସହର। ଏଥିରେ ଥିବା ଏହି ପ୍ୟାଲେସ୍ କଳିଙ୍ଗ ଇତିହାସର ଏକ ସୁନ୍ଦର ଅଂଶ ଅଟେ, ଯାହା ବର୍ତ୍ତମାନ ଏକ ହୋଟେଲର ଧାରଣାକୁ ପୁନଃ ବ୍ୟାଖ୍ୟା କରେ। ରାଜ୍ୟ ତଥା ରାଜ୍ୟ ବାହାରୁ ଆଉ କେତେକ ଫରେନ୍ ଟୁରିଷ୍ଟ ଏହି ପ୍ଲେସ୍କୁ ଆସିଥାନ୍ତି। ଏଥିରେ ମଡର୍ଣ୍ଣ ଫ୍ୟାସିଲିଟିଜ୍ ସହିତ ଏକ ଟ୍ରିପିକାଲ ଆର୍ଟ ଡାକ ସେଞ୍ଚୁରୀ ବେଲଗଡ଼ିଆ ପ୍ୟାଲେସ୍ରେ ଦେଖିବାକୁ ମିଳେ। ଓଡ଼ିଆ ଗ୍ରାମାଞ୍ଚଳର ବନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱାରା ଘେରି ରହିଥିବା ବେଳେ ଏହା କଳାକାରମାନଙ୍କ ଆଶ୍ରୟସ୍ଥଳର ଇତିହାସ ଜୀବନ୍ତ ଅଟେ। ମୟୂରଭଞ୍ଜର ବାରିପଦାଠାରେ ଥିବା ବେଲଗଡ଼ିଆ ପ୍ୟାଲେସ୍ ଏକ ପର୍ଯ୍ୟଟନ ସ୍ଥଳୀ ଅଟେ। ଏଠାରେ ଆପଣ ଭଞ୍ଜ ପରିବାରର ଇତିହାସ ବିଷୟରେ ବହୁତ କିଛି ଜାଣିବାକୁ ପାଇବେ। ନମ୍ବର 5 କିଚକେଶ୍ୱରୀ ଟେମ୍ପଲ। କିଚକେଶ୍ୱରୀ ମନ୍ଦିର ମୟୂରଭଞ୍ଜର ଖିଚିଂ ଗ୍ରାମରେ ଅବସ୍ଥିତ ଏବଂ ବାରିପଦା ସହରଠାରୁ 145 କିଲୋମିଟର ଦୂରରେ ଅବସ୍ଥିତ। ପୂର୍ବରୁ ଏହା ମୟୂରଭଞ୍ଜର ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ମା କିଚକେଶ୍ୱରୀ ହେଉଛନ୍ତି ମନ୍ଦିରର ଅଧ୍ୟକ୍ଷ ଦେବୀ। ଏହି ମନ୍ଦିରରେ ମଧ୍ୟଯୁଗରୁ ଆରମ୍ଭ ହୋଇଥିବା ଏକ ପୁରାତାତ୍ତ୍ୱିକ ଅବଶିଷ୍ଟାଂଶ ରହିଛି, ଯାହା ସୁନ୍ଦର ଦେଖାଯାଏ ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରାନାଇଟ୍ ଦ୍ୱାରା ନିର୍ମିତ। ନୀଳକଣ୍ଠେଶ୍ୱର ମନ୍ଦିର କିଚକେଶ୍ୱରୀ ପାଖରେ ଅବସ୍ଥିତ। ଖିଚିଂ ମନ୍ଦିର ମୟୂରଭଞ୍ଜର ଏକ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର। ମା କିଚକେଶ୍ୱରୀ ମନ୍ଦିରର ଇତିହାସ ବିଷୟରେ କହିବାକୁ ଗଲେ, ମହାଭାରତ ସମୟରେ କିଚକାର ଦେବୀ କିଚକେଶ୍ୱରୀ ଥିଲେ, ଯାହାର ନାମ ତାଙ୍କ ନାମ ଅନୁସାରେ ରଖାଯାଇଥିଲା। କିଚକେଶ୍ୱରୀ ମନ୍ଦିରର ଉଚ୍ଚତା 100 ଫୁଟ ଅଟେ। ଏହି ମନ୍ଦିର 9ରୁ 1 ଶତାବ୍ଦୀରେ ନିର୍ମିତ ହୋଇଥିଲା। ବିଶ୍ୱାସ କରାଯାଏ ଯେ ମହାଭାରତ ସମୟରେ ପଞ୍ଚୁପାଣ୍ଡବ ଏଠାରେ ରହିଥିଲେ। ଗଣେଶ, କାର୍ତ୍ତିକ, ଦଶଭୁଜା ଦୁର୍ଗା ଏବଂ ଚନ୍ଦ୍ରଶେଖର ମହାଦେବଙ୍କୁ କିଚକେଶ୍ୱରୀ ମନ୍ଦିର ପରିସରରେ ପୂଜା କରାଯାଏ। ବସନ୍ତିକା ଦୁର୍ଗା ପୂଜା ଏବଂ ମହାଶିବରାତ୍ରି ହେଉଛି ଏଠାକାର ମୁଖ୍ୟ ପର୍ବ। ସେଥିପାଇଁ ବହୁ ସଂଖ୍ୟାରେ ଭକ୍ତ ଏହି ପର୍ବ ପାଳନ କରିବାକୁ ଏଠାକୁ ଆସନ୍ତି। ଏଠାରେ ଏକ ବହୁ ପୁରୁଣା ମ୍ୟୁଜିୟମ ଅଛି, ଯେଉଁଠାରେ ପ୍ରାଚୀନ ଦେବୀ ଦେବତାମାନଙ୍କର ମୂର୍ତ୍ତି ରହିଛି। ଏହି ମ୍ୟୁଜିୟମ 1922 ମସିହାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ଓଡ଼ିଶାର ପ୍ରଥମ ମ୍ୟୁଜିୟମ ଅଟେ। ମୋଟ ଉପରେ ଖିଚିଂ ମନ୍ଦିର ହେଉଛି ଓଡ଼ିଶାର ମୟୂରଭଞ୍ଜର ସର୍ବୋତ୍ତମ ପର୍ଯ୍ୟଟନ ସ୍ଥାନ। ନମ୍ବର 6 ଭୀମକୁଣ୍ଡ ୱାଟରଫଲ୍। ଭୀମକୁଣ୍ଡ ୱାଟରଫଲ୍ ବୈତରଣୀ ନଦୀ କୂଳରେ ଅବସ୍ଥିତ। ଏହା ମୟୂରଭଞ୍ଜ କରଞ୍ଜିଆ ଠାରୁ 40 କିଲୋମିଟର ଏବଂ କେଉଁଝର ଟାଉନ୍ ଠାରୁ 60 କିଲୋମିଟର ଦୂରରେ ଅବସ୍ଥିତ। ୱାଟରଫଲ୍ର ପାଣି ଦୁଇଟି ସ୍ରୋତରେ ଡିଭାଇଡ୍ ହୋଇ ବହୁଥାଏ, ଯାହାକୁ ସାନକୁଣ୍ଡ ଏବଂ ବଡ଼କୁଣ୍ଡ କୁହାଯାଏ, ଆଉ ଏହା ପୁରାଣ ସହିତ ମଧ୍ୟ ଜଡ଼ିତ ଅଟେ। ଏହି ୱାଟରଫଲ୍ଟି ଉଭୟ କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲା ସୀମାରେ ଅବସ୍ଥିତ।
ଭୀମକୁଣ୍ଡ ନିକଟରେ ମହାବଳୀ ଭୀମଙ୍କର ଏକ ବଡ଼ ପ୍ରତିମୂର୍ତ୍ତି ମଧ୍ୟ ଅଛି। ମୟୂରଭଞ୍ଜ ସାଇଡ୍ରେ ୱାଟରଫଲକୁ ଦେଖିବା ପାଇଁ ଏକ ବ୍ୟୁଟିଫୁଲ୍ ୱାଚ୍ ଟାୱାର ରହିଛି। ଭୀମକୁଣ୍ଡ ଭାରତୀୟ ମହାପୁରୁଷ ମହାଭାରତର ପାଣ୍ଡବ ରାଜବଂଶ ସହିତ ଜଡ଼ିତ। କିମ୍ବଦନ୍ତୀରୁ ଜଣାପଡ଼ିଛି ଯେ ପାଣ୍ଡବମାନଙ୍କର ଅଜ୍ଞାତବାସ ସମୟ ପତ୍ନୀ ଦ୍ରୌପଦୀଙ୍କୁ ଶୋଷ ଲାଗିବାରୁ ଭୀମ ତାଙ୍କର ଶୋଷ ମେଣ୍ଟାଇବା ପାଇଁ ନିଜ ଗଦାରେ ଭୂମିରେ ପ୍ରହାର କଲେ। ସେତେବେଳେ ପୃଥିବୀ ଉପରେ ପାଣି ପଡ଼ିଲା ଏବଂ ଭୀମକୁଣ୍ଡ ସୃଷ୍ଟି ହେଲା। ସେହି ଅଜ୍ଞାତବାସ ସମୟରେ ଭୀମ ଏବଂ ତାଙ୍କର ଅନ୍ୟ ପାଣ୍ଡବ ଭାଇମାନେ ଏହି କୁଣ୍ଡରେ ଗାଧୋଇବାକୁ ଯାଉଥିଲେ। ଜାନୁଆରୀରେ ମକର ସଂକ୍ରାନ୍ତି ସମୟରେ ହଜାର ହଜାର ଲୋକ ପବିତ୍ର ବୁଡ଼ ପକାଇବା ପାଇଁ ଏଠାକୁ ଆସିଥାନ୍ତି। ୱିଣ୍ଟର ସିଜନ୍ ସବୁଠାରୁ ବେଷ୍ଟ ଟାଇମ୍ ହୋଇଥିବାରୁ ଟୁରିଷ୍ଟମାନେ ଏହି ସମୟରେ ଏଠାକୁ ଭିଜିଟ୍ କରିଥାନ୍ତି। ଏଠାରେ ଟୁରିଷ୍ଟମାନଙ୍କ ପାଇଁ ଏକ ପିକନିକ୍ ଏରିଆ ଏବଂ ପାଣିର ସୁବିଧା ମଧ୍ୟ ଅଛି, ଯାହାଦ୍ୱାରା ଟୁରିଷ୍ଟମାନେ ଏଠାକୁ ଆସି ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏନ୍ଜୟ କରିପାରିବେ। ଜଙ୍ଗଲ ମଧ୍ୟରେ ଥିବା ଭୀମକୁଣ୍ଡର ଏହି ସୁନ୍ଦର ପରିବେଶ ଭିଜିଟ୍ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଟୁରିଷ୍ଟମାନେ ଏଠାକୁ ଆସନ୍ତି। ଓଡ଼ିଶାର ମୟୂରଭଞ୍ଜରେ ଥିବା ଭୀମକୁଣ୍ଡ ୱାଟରଫଲ୍ ହେଉଛି ଏକ ବେଷ୍ଟ ଟୁରିଷ୍ଟ ସ୍ପଟ୍। ନମ୍ବର 7 ବାଲିଆ ଡ୍ୟାମ୍। ମୟୂରଭଞ୍ଜ ଜିଲ୍ଲାର ଶ୍ୟାମକୁଣ୍ଡା ବ୍ଲକ ଅନ୍ତର୍ଗତ ବାଲିଆ ଡ୍ୟାମ୍ ନିକଟରେ ଏକ ପପୁଲାର ଟୁରିଷ୍ଟ ପ୍ଲେସ୍ ଭାବରେ ଉଭା ହୋଇଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ଫ୍ୟାସିନେଟିଂ ଆଣ୍ଡ ଆଟ୍ରାକ୍ଟ କରେ ଯେ ଏଠାକୁ ଆସୁଥିବା ଟୁରିଷ୍ଟମାନେ ତୁରନ୍ତ ଏହା ପ୍ରତି ଆକର୍ଷିତ ହୋଇପଡ଼ନ୍ତି। ବାଲିଆ ଡ୍ୟାମ୍ ବାରିପଦା ସହରଠାରୁ 17 କିଲୋମିଟର ଦୂରରେ ଅବସ୍ଥିତ। ଏହି ଡ୍ୟାମ୍ର ମେନ୍ ହାଇଲାଇଟ୍ସ ହେଉଛି ଡ୍ୟାମ୍ ଉପର ଦେଇ ଓଭରଫ୍ଲୋ ହେଉଥିବା ଜଳ ଏବଂ ସେଲ୍ଫି କ୍ଲିକ୍ କରିବା ପାଇଁ ଏହା ଏକ ପରଫେକ୍ଟ ପ୍ଲେସ୍ ଅଟେ। ଯେଉଁମାନେ ନେଚର୍ସ ଲଭର ସେମାନେ ବହୁ ସଂଖ୍ୟାରେ ଏହି ସ୍ଥାନକୁ ଆସନ୍ତି ଏବଂ ଏଠାରେ କିଛି କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରି ଫେରିଯାଆନ୍ତି। ଉଣେଇଶହ 12 ମସିହାରେ ତତ୍କାଳୀନ ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ପାଳପଳା ନଦୀ ଉପରେ ଏହି ଡ୍ୟାମ୍ ନିର୍ମାଣ କରିଥିଲେ। ଏହି ଡ୍ୟାମ୍କୁ ଫରେନ୍ ଇଞ୍ଜିନିୟରମାନେ ଡିଜାଇନ୍ କରିଥିଲେ ଏବଂ ଏହି ଡ୍ୟାମ୍ ତିଆରି କରିବାର ମେନ୍ ଉଦ୍ଦେଶ୍ୟ ଥିଲା କି ରେନି ସିଜନରେ ୱାଟର ଷ୍ଟୋରେଜ୍ କରି ରଖିବା ଏବଂ ପରେ କୃଷି ଉଦ୍ଦେଶ୍ୟରେ ଚାଷ ଜମିକୁ ଜଳସେଚନ କରିବା। ଡ୍ୟାମ୍ର ତଳକୁ ଥିବା ପାହାଚ ଦେଇ ପ୍ରବାହିତ ହେଉଥିବା ଜଳର ଭ୍ୟୁ ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ। ଏହି ଭ୍ୟୁକୁ ଦେଖିବା ସହିତ ଡ୍ୟାମ୍ରେ ଗାଧୋଇବା ଏବଂ ନେଚର ବ୍ୟୁଟିକୁ ଏନ୍ଜୟ କରିବା ପାଇଁ ଆଜିକାଲି ପଡ଼ୋଶୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଏବଂ କେଉଁଝର ତଥା ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ରାଜ୍ୟ ସମେତ ଟୁରିଷ୍ଟମାନେ ଏହି ସ୍ଥାନକୁ ଆସି ଫଟୋରେ ନିଜକୁ ଏହି ମୁହୂର୍ତ୍ତଗୁଡ଼ିକୁ କଏଦ କରନ୍ତି। ନୀଳ ଆକାଶ ସହିତ ଶିମିଳିପାଳର ସବୁଜ ଜଙ୍ଗଲୀ ପାହାଡ଼ ଏକ ଛାତ ପରି ଏବଂ ତା ତଳେ ଥିବା ଜଳଭଣ୍ଡାର ଭିଜିଟର୍ସମାନଙ୍କୁ ଏକ ଲାଇଫ୍ ଟାଇମ୍ ଏକ୍ସପିରିଏନ୍ସ ଦେଇଥାଏ। ନମ୍ବର 8 ସୀତାକୁଣ୍ଡ ୱାଟରଫଲ୍। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ନ୍ୟାସନାଲ୍ ପାର୍କ ମଧ୍ୟରେ ସୀତାକୁଣ୍ଡ ୱାଟରଫଲ୍ ରହିଛି। ଏହା ଶିମିଳିପାଳ ନ୍ୟାସନାଲ୍ ପାର୍କ ପିଠାବଟା ଗେଟ୍ ଠାରୁ 2 କିଲୋମିଟର ଏବଂ ବାରିପଦା ଠାରୁ 25 କିଲୋମିଟର ଏବଂ ବାଲେଶ୍ୱର ଠାରୁ 91 କିଲୋମିଟର ଦୂରରେ ଅବସ୍ଥିତ। ସୀତାକୁଣ୍ଡ ୱାଟରଫଲ୍ ପତିତପାବନ ପାହାଡ଼ର ଶିଖରରୁ ପ୍ରବାହିତ ହୁଏ। ମାଇଥୋଲୋଜିକାଲ ଷ୍ଟୋରି ସହିତ ସୀତାକୁଣ୍ଡ ୱାଟରଫଲ୍ ଜଡ଼ିତ ଅଟେ। କୁହାଯାଏ ଯେ ମାତା ସୀତା ପ୍ରଭୁ ଶ୍ରୀରାମଙ୍କ ସହିତ ବନବାସ ସମୟରେ କିଛି ଦିନ ଏଠାରେ ବିଶ୍ରାମ ନେଇଥିଲେ, ତେଣୁ ଏହି ସ୍ଥାନଟି ତାଙ୍କ ନାମରେ ସୀତାକୁଣ୍ଡ ରଖାଯାଇଛି। ୱାଟରଫଲ୍ର ପାଣି ପାହାଡ଼ର ଶୀର୍ଷରୁ ଆସି ତଳେ ଥିବା ଏକ ଟାଙ୍କି ସଦୃଶ ଜାଗାରେ ଷ୍ଟୋର ହୋଇଥାଏ। ଟୁରିଷ୍ଟମାନେ ଏଠାରେ ଗାଧୋଇବାକୁ ବହୁତ ଏନ୍ଜୟ କରିଥାନ୍ତି। ତା ସହ ୱାଟରଫଲ୍ ନିକଟରେ ଥିବା ଏକ ଛୋଟ ଗୁମ୍ଫାରେ ଭଗବାନ ହନୁମାନଙ୍କୁ ପୂଜା କରାଯାଏ। ସୀତାକୁଣ୍ଡ ୱାଟରଫଲ୍ ହେଉଛି ବାରିପଦା, ମୟୂରଭଞ୍ଜ, ଓଡ଼ିଶାର ଏକ ପପୁଲାର ଟୁରିଷ୍ଟ ଡେଷ୍ଟିନେସନ୍।
वाटरफॉल ठारू मात्र 1-2 किलोमीटर दूर में शिमिलीपाल इको कटेज नेचर कैंप एवं सीताकुंड जंगल रिजॉर्ट रही। नेचर कैंप रे टूरिस्ट मानक रहिबा खाइबा एवं सुरक्षा पाई एठारे समस्त प्रकार अरेंजमेंट करा जायछि। इको कटेज एक पीसफुल प्लेस। एठारे आपनकु वाटरफॉल रो एक परफेक्ट व्यू देखा जाए। ग्रुप फेस्ट वीकेंड पिकनिक एवं जंगल ट्रैकिंग पाई विंटर सीजन होची बेस्ट टाइम। एही समय रे बहु संख्यक टूरिस्ट माने एटाकु आसंती। बारिपदा शहर निकट में सीताकुंड वाटरफॉल होची बेस्ट वाटरफॉल। नंबर 9 रामतीर्थ टेम्पल एंड क्रोकोडाइल प्रोजेक्ट। मयूरभंज जिलार जशीपुर शहर निकट में रामतीर्थ प्राकृतिक सौंदर्य एवं श्रीराम को मंदिर जो ओडिशा रे बहुत प्रसिद्ध। यह बारिपदा शहर ठारू 69 किलोमीटर दूर में रही। भारतीय पुराण इतिहास अनुसार त्रेतया युग समय भगवान श्रीराम देवी सीता एवं भाई लक्ष्मण शिमिलीपाल जंगल दे जाउथिबा समय रे थकिजिबा हेतु माता सीता किछि समय पई एठारे बसिथिले एवं एहा तळे प्रभावित हेउथबा नदी रे मुह और पाद धोइथिले। तापरे एही स्थान को प्रभु श्रीराम एवं देवी सीता नाम रे रामतीर्थ बोली कहा जाए। प्रतिवर्ष मकर संक्रांति रे महंत लोक माने तसु मेलन पर्व बा तसु पर्व पालन करती। रामतीर्थ शिमिलीपाल नेशनल पार्क रो पाद तले अवस्थित। मयूरभंज जिलार यह होची एकमात्र कुंभीर रियरिंग सेंटर जहाँ बहु पर्यटकों को एट्रैक्ट करता है। मयूरभंज जिलार विशाल प्राकृतिक सौंदर्य एवं सुंदरतार भरपूर जहाँ प्रतिवर्ष पर्यटकों को आकर्षित करता है। 1979 मसीह ओडिशा सरकार प्रथमे शिमिलीपाल जंगल में नदी में कुंभीर पालिबा को योजना करथिले, जेउथिपाई तमिलनाडुर कुंभीर बैंक रु 15 कुंभीर शिशु अणा जाइथिला। परे 1988 रे भुवनेश्वर नंदनकानन प्राणी उद्यान रु 12टी शिशु कुंभीर अणा जाइथिला। मयूरभंजर रामतीर्थ रे रखा जाइथिबा कुंभीर गुड़िक अत्यंत अतुलनीय, जहाको मगर कुंभीर बा क्रोकोडाइलस पालुस्ट्रिस कहा जाए। मयूरभंजर यही रामतीर्थ एवं क्रोकोडाइल प्रोजेक्ट टूरिस्ट मानक पई एक बेस्ट प्लेस अटे। नंबर 10 चाउलभजा वाटरफॉल। शिमिलीपाल वाइल्ड लाइफ सेंचुरी मध्य थिबा चाउलभजा वाटरफॉल बारिपदा शहर ठारू 34 किलोमीटर दूर में बंगाली ढाई विलेज रे अवस्थित। यही वाटरफॉल घंच जंगल एवं पहाड़ द्वारा घेरी रही। वाटरफॉल पाखक पहुंचवाक हेले प्राय 3-4 किलोमीटर पर्यंत पहाड़िया रास्ता, वाटर क्रॉसिंग आउ जंगल ट्रेकिंग करी आसवाक पड़ता है। ओडिशार सबुठारु हाईएस्ट वाटरफॉल मानक मध्यरु चाउलभजा वाटरफॉल अन्यतम। यही वाटरफॉल हाइट मिनिमम 300 फुट पाखापाखि अटे। वाटरफॉल पानी जितेबाला उपरू स्प्रिंग होई तलकू पड़े सेतेबाला यह चाउल दाना भली देखा जाए, तेणु यह चाउलभजा बा चाउली भिजा वाटरफॉल कहा जाए। चाउलभजा वाटरफॉल पानी 4-5टी स्तर दे पहाड़ प्रभावित हुए। गाधोया पाई यह एक भल स्थान कारण वाटरफॉल पानी बहुत क्लियर एवं ठंडा अटे। चाउलभजा वाटरफॉल उपरू शिमिलीपाल नेशनल पार्क रो व्यू बहुत सुंदर देखा जाए। आउ एठाकू आसीबार विंटर सीजन होची बेस्ट टाइम। सो फ्रेंड्स, ये थिला मयूरभंज रे थिबा टॉप 10 टूरिस्ट प्लेसेस जहाँ मु आपनको एही वीडियो रे जणैली। आई होप वीडियोटी आपनको बहुत इनफॉर्मेटिव आउ हेल्पफुल लागिथिबो। वीडियोटी पसंद आसले लाइक शेयर कमेंट करने सहित चैनल को सब्सक्राइब कर दिंतु। पुणी देखा होगा आपन नेक्स्ट वीडियो रे। से पर्यंत रोची टेक केयर एंड बाय बाय।